ନମସ୍କାର ଭଗବାନ ଜଗନ୍ନାଥ। ଯେଉଁ ମନୁଷ୍ୟ ଏହି ସଂସାରରେ ଜନ୍ମ ନିଏ, କ'ଣ ତାର ଭାଗ୍ୟ ପୂର୍ବରୁ ହିଁ ଲେଖା ସରିଥାଏ। ଯଦି ଭାଗ୍ୟ ଲେଖାଯାଏ ତେବେ ତାହା କେବେ ଲେଖାଯାଏ? ମାତାଙ୍କ ଗର୍ଭରେ ଜନ୍ମ ସମୟରେ ନା ତାଠାରୁ ମଧ୍ୟ ପୂର୍ବରୁ? ଏବଂ ସବୁଠାରୁ ବଡ଼ ରହସ୍ୟ ହେଉଛି ଆଖିରେ ଆମ ଭାଗ୍ୟ ଲେଖେ କିଏ? ଆପଣମାନେ ଅନେକ ସମୟରେ ଦେଖିଥିବେ କିଛି ଲୋକଙ୍କ ଭାଗ୍ୟ ପ୍ରତିଟି ପାଦରେ ସେମାନଙ୍କ ସାଥ ଦେଇଥାଏ। ସେମାନେ ମାଟି ଛୁଇଁଲେ ବି ସୁନା ହୋଇଯାଏ। କିନ୍ତୁ ଅନ୍ୟପଟେ କିଛି ଲୋକ ଏମିତି ବି ଅଛନ୍ତି ଯାହାଙ୍କ ହାତରେ ସୁନା ବି ମାଟି ପାଲଟିଯାଏ। ଏହା କ'ଣ କେବଳ ଏକ ସଂଯୋଗ? ନା ଏହା ପଛରେ ପୂର୍ବଜନ୍ମର କର୍ମର କୌଣସି ଗଭୀର ରହସ୍ୟ ଲୁଚି ରହିଛି? ଭିଡ଼ିଓର ଶେଷ ଆଡ଼କୁ ଆମେ ଏହା ମଧ୍ୟ ଜାଣିପାରିବା କି ମନୁଷ୍ୟ କ'ଣ ସତରେ ନିଜ ଭାଗ୍ୟକୁ ବଦଳାଇ ପାରିବ? ନା ଭାଗ୍ୟର ଲେଖା କେବେ ବି ମିଟିବାର ନାହିଁ। ତେଣୁ ଗରୁଡ଼ ପୁରାଣର ଏହି ଅମୃତ ସମାନ କଥାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଯଦି ଅଧାରୁ ଛାଡ଼ିଦେବେ ତେବେ ଭାଗ୍ୟ ଏବଂ କର୍ମର ଏହି ପବିତ୍ର ଜ୍ଞାନରୁ ବଞ୍ଚିତ ରହିଯିବେ। ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଶ୍ଚୟ କରନ୍ତୁ। ଆସନ୍ତୁ ଆରମ୍ଭ କରିବା ଏହି ରହସ୍ୟମୟୀ କଥା। ଥରେ ପକ୍ଷୀରାଜ ଗରୁଡ଼ ଦେବ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ। ତାଙ୍କ ମନରେ ଅନେକ ପ୍ରଶ୍ନ ଏବଂ ଗଭୀର ଜିଜ୍ଞାସା ଥିଲା। ପ୍ରଭୁ ଶ୍ରୀକୃଷ୍ଣ ସ୍ମିତ ହାସ୍ୟ ଦେଇ କହିଲେ, ହେ ଗରୁଡ଼, ନିଃସଂକୋଚରେ ତୁମର ପ୍ରଶ୍ନ ପଚାର। ଗରୁଡ଼ଜୀ ମନୁଷ୍ୟର ଭାଗ୍ୟକୁ ନେଇ ପ୍ରଶ୍ନ କଲେ। ହେ ପ୍ରଭୁ, ମନୁଷ୍ୟର ଭାଗ୍ୟ କ'ଣ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇଥାଏ? ଏବଂ ଜନ୍ମ ଭଳି ମନୁଷ୍ୟର ମୃତ୍ୟୁ ମଧ୍ୟ କ'ଣ ପୂର୍ବରୁ ନିଶ୍ଚିତ ଥାଏ? ଯଦି ସବୁ କିଛି ପୂର୍ବରୁ ସ୍ଥିର ହୋଇସାରିଛି, ତେବେ କର୍ମ ଏବଂ କାଳର ରହସ୍ୟ କ'ଣ? ଗରୁଡ଼ଙ୍କ ପ୍ରଶ୍ନ ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଗରୁଡ଼, ଜନ୍ମ ଏବଂ ମୃତ୍ୟୁ ଏକ ଶାଶ୍ୱତ ସତ୍ୟ, ଯାହାକୁ କେହି ବଦଳାଇ ପାରିବେ ନାହିଁ। ଏହା ହିଁ ଭାଗ୍ୟର ସବୁଠାରୁ ଗଭୀର ଖେଳ। କିନ୍ତୁ ସାଧାରଣ ମନୁଷ୍ୟ ଏହା ବୁଝିପାରେ ନାହିଁ। ଆସ, ତୁମର ସନ୍ଦେହ ଦୂର କରିବା ପାଇଁ ମୁଁ ତୁମକୁ ଏକ ଦିବ୍ୟ କଥା ଶୁଣାଉଛି। ଏହାକୁ ମନ ଦେଇ ଶେଷ ପର୍ଯ୍ୟନ୍ତ ଶୁଣ, କାରଣ ଗରୁଡ଼ ପୁରାଣର ଅଧା କଥା ମନୁଷ୍ୟର ଦୁଃଖର କାରଣ ସାଜିଥାଏ। ଶ୍ରୀକୃଷ୍ଣ କହିଲେ, ପୃଥିବୀ ଉପରେ ଭଗୀରଥ ନାମକ ଜଣେ ମହାନ ରାଜା ରାଜତ୍ୱ କରୁଥିଲେ। ସେ ଅତ୍ୟନ୍ତ ଧର୍ମାତ୍ମା ଏବଂ ପ୍ରଜାବତ୍ସଳ ଥିଲେ। ନିଜ ପ୍ରଜାଙ୍କ ସୁଖ ଦୁଃଖକୁ ନିଜେ ଦେଖିବା ପାଇଁ ସେ ପ୍ରତିଦିନ ରାତିରେ ବେଶ ବଦଳାଇ ନଗର ଭ୍ରମଣ କରୁଥିଲେ। ଏମିତି ହିଁ ଏକ ରାତିରେ ଭ୍ରମଣ କରୁ ସୂର୍ଯ୍ୟୋଦୟ ପୂର୍ବରୁ ଅମୃତ ବେଳା ସମୟରେ ରାଜା ଏକ ଘଞ୍ଚ ଜଙ୍ଗଲ ମୁହାଁ ରାସ୍ତାରେ ପହଞ୍ଚିଲେ। ସେଠାରେ ସେ ଦେଖିଲେ ଜଣେ ସାଧାରଣ କାଠ କଟାଳି କାନ୍ଧରେ କୁରାଢ଼ୀ ଧରି ଜଙ୍ଗଲକୁ ଯାଉଛି ଏବଂ ଏକ ଔଗଛରେ ଚଢ଼ି କାଠ କାଟିବାକୁ ଲାଗିଲା। ଠିକ୍ ସେତିକିବେଳେ ନ ଜାଣି କେଉଁଠୁ ଏକ ବିଶାଳ ଏବଂ ଭୟଙ୍କର ଭାଲୁ ସେଠାକୁ ଦୌଡ଼ି ଆସିଲା। ରାଜା ଭୟରେ ଗୋଟିଏ ଗଛ ପଛରେ ଲୁଚିଗଲେ। ଆଶ୍ଚର୍ଯ୍ୟର କଥା, ସେହି ଭାରି ଦେହର ଭାଲୁଟି ଅତି ଶୀଘ୍ର ସେହି ଗଛ ଉପରକୁ ଚଢ଼ିବାକୁ ଲାଗିଲା। କାଠ କଟାଳି ଜଣକ ଭୟରେ ଏତେ ଜୋରରେ କମ୍ପି ଉଠିଲା ଯେ ତାର ହାତ ଗଛ ଡାଳରୁ ଖସିଗଲା।
ଏବଂ ସେ ସିଧା ତଳେ ପଡ଼ି ମୃତ୍ୟୁବରଣ କଲା। ରାଜା ସ୍ତବ୍ଧ ହୋଇଗଲେ। ସେ ଭାବିଲେ ଏହା ଏକ ଦୁର୍ଘଟଣା ଥିଲା ନା ତାର ଭାଗ୍ୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏବେ ବାକି ଥିଲା। ସେହି ଭୟଙ୍କର ଭାଲୁଟି ଗଛରୁ ଓହ୍ଲାଇବା ମାତ୍ରକେ ଏକ ପରମ ସୁନ୍ଦରୀ ଯୁବତୀର ରୂପ ଧାରଣ କଲା ଏବଂ ପାଖରେ ଥିବା ଏକ କୂଅ କୂଳରେ ଯାଇ ଶାନ୍ତ ହୋଇ ବସିଲା। ରାଜା ଭଗୀରଥ ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ। ସେ ଦୂରରେ ରହି ସେହି ମାୟାବୀ ସ୍ତ୍ରୀ ଉପରେ ନଜର ରଖିଲେ। କିଛି ସମୟ ପରେ ସେହି ବାଟ ଦେଇ ରାଜାଙ୍କର ଦୁଇ ସୈନିକ ଗଲେ, ଯେଉଁମାନେ କି ସନ୍ତାନ ଦୃଷ୍ଟିରୁ ଦୁଇ ସଗା ଭାଇ ଥିଲେ। ସେହି ସୁନ୍ଦରୀ ଯୁବତୀକୁ ଦେଖି ଛୋଟ ଭାଇଟି ମୋହିତ ହୋଇଗଲା ଏବଂ କହିଲା, ଭାଇ ମୁଁ ଏହାକୁ ହିଁ ବିବାହ କରିବି। କିନ୍ତୁ ବଡ଼ ଭାଇ ମଧ୍ୟ ତାର ସୌନ୍ଦର୍ଯ୍ୟ ଜାଲରେ ଛନ୍ଦି ହୋଇ କହିଲା, ମୁଁ ବଡ଼, ତେଣୁ ପ୍ରଥମ ଅଧିକାର ମୋର। ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଲା। ସେମାନେ ଯୁବତୀ ପାଖକୁ ଯାଇ ପଚାରିଲେ, ହେ ସୁନ୍ଦରୀ, ତମେ କିଏ? ଯୁବତୀ ଜଣକ ମଧୁର ସ୍ୱରରେ କହିଲା, ମୋ ନାମ ରୂପା। ମୁଁ ନିଜ ପାଇଁ ଜଣେ ଯୋଗ୍ୟ ବର ଖୋଜୁଛି। ଆପଣ ଦୁହିଁଙ୍କ ମଧ୍ୟରୁ ଯିଏ ଅଧିକ ବୀର ଏବଂ ଶକ୍ତିଶାଳୀ ପ୍ରମାଣିତ ହେବ, ମୁଁ ତାକୁ ହିଁ ବିବାହ କରିବି। ବାସ୍ ଏତିକି ଶୁଣି ଦୁଇ ଭାଇଙ୍କ ଅହଙ୍କାର ଜାଗି ଉଠିଲା। ପ୍ରେମ ଏବଂ ଯୁଦ୍ଧରେ ପରିଣତ ହେଲା। ଦୁହେଁ ନିଜ ନିଜର ଖଣ୍ଡା ବାହାର କରି ପରସ୍ପର ଉପରେ ଆକ୍ରମଣ କଲେ। କ୍ରୋଧରେ ଅନ୍ଧ ହୋଇ ଛୋଟ ଭାଇ ବଡ଼ ଭାଇର ପେଟକୁ ଆଘାତ କଲା ଏବଂ ବଡ଼ ଭାଇ ଛୋଟ ଭାଇର ବେକ କାଟିଦେଲା। କିଛି କ୍ଷଣ ମଧ୍ୟରେ ଦୁଇ ଭାଇ ପରସ୍ପରକୁ ହତ୍ୟା କରି ଜୀବନ ହାରିଲେ। ଏହା ଦେଖି ସେହି ଯୁବତୀ ଜଣକ ଅତି କ୍ରୂର ଭାବେ ଜୋରରେ ହସିବାକୁ ଲାଗିଲା ଏବଂ ଜଙ୍ଗଲ ଆଡ଼କୁ ଚାଲିଗଲା। ରାଜା ଭଗୀରଥ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ତାର ପିଛା କରିବାକୁ ଲାଗିଲେ। ରାଜା ତାର ପିଛା କରୁ ଦେଖିଲେ ସେହି ସୁନ୍ଦରୀ ଯୁବତୀଟି ହଠାତ୍ ଏକ ବିଷାକ୍ତ ସର୍ପରେ ପରିଣତ ହୋଇଗଲା ଏବଂ ନଦୀ ଭିତରକୁ ଡେଇଁ ପଡ଼ିଲା। ନଦୀ ମଝିରେ ଏକ ଡଙ୍ଗା ଯାଉଥିଲା, ଯେଉଁଥିରେ ଅନେକ ଯାତ୍ରୀ ଥିଲେ। ସେହି ସାପଟି ଡଙ୍ଗା ଉପରକୁ ଚଢ଼ିଗଲା। ଚଢ଼ିଯିବା ମାତ୍ରେ ଲୋକେ ଭୟରେ ପାଣିକୁ ଡେଇଁବାକୁ ଲାଗିଲେ। ଡଙ୍ଗାଟି ଓଲଟି ପଡ଼ିଲା ଏବଂ ଅନେକ ଲୋକ ବୁଡ଼ି ମରିଗଲେ। ଏହାପରେ ସେହି ସାପଟି ନଦୀରୁ ବାହାରି ଏକ ଦୁର୍ବଳ ବୃଦ୍ଧ ବ୍ରାହ୍ମଣର ରୂପ ଧାରଣ କଲା। ଏବେ ରାଜାଙ୍କର ଧୈର୍ଯ୍ୟ ଭାଙ୍ଗିଗଲା। ସେ ସିଧା ଯାଇ ବ୍ରାହ୍ମଣ ସାମ୍ନାରେ ଠିଆ ଏବଂ ନିଜ ଖଣ୍ଡା ବାହାର କରି କହିଲେ, ତୁମେ କିଏ? ସତ କୁହ, ମୁଁ ତୁମକୁ ଭାଲୁ, ସୁନ୍ଦରୀ ଯୁବତୀ ଏବଂ ସାପ ରୂପରେ ଦେଖିସାରିଛି। ତୁମେ ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜିଛ। ମୁଁ ତୁମକୁ ଦଣ୍ଡ ଦେବି। ସେହି ବୃଦ୍ଧ ବ୍ରାହ୍ମଣ ଜୋରରେ ଉଠିଲା ଏବଂ ନିଜର ପ୍ରକୃତ ରୂପ ପ୍ରକଟ କରି କହିଲା, ହେ ରାଜନ, ମୁଁ କେହି ସାଧାରଣ ବ୍ୟକ୍ତି ନୁହେଁ। ମୁଁ ହେଉଛି କାଳ ଦେବତା, ମୃତ୍ୟୁର ଦେବତା। ରାଜାଙ୍କ ହାତରୁ ଖଣ୍ଡା ଖସି ପଡ଼ିଲା। କାଳ କହିଲେ, ହେ ରାଜନ, ଏହି ସଂସାରରେ ଯିଏ ଜନ୍ମ ନିଏ, ମାତାର ଗର୍ଭରେ ହିଁ ତାର ଭାଗ୍ୟ ଓ ମୃତ୍ୟୁର ସମୟ ଲେଖା ସରିଥାଏ। ଭଗବାନ ଶିବ ଏବଂ ଧର୍ମରାଜାଙ୍କ ଆଜ୍ଞାରେ ମୁଁ କେବଳ ସେହି ନିୟତିକୁ ପୂରଣ କରିବା ପାଇଁ ପରିସ୍ଥିତି ସୃଷ୍ଟି କରେ। ସେହି କାଠକଟାଳିର ମୃତ ଗଛରୁ ପଡ଼ି ଲେଖା ଥିଲା, କିନ୍ତୁ
ମୁଁ ଭାଲୁ ସାଜିଲି। ଦୁଇ ଭାଇଙ୍କ ମୃତ ପରସ୍ପର ହାତରେ ଲେଖା ଥିଲା, ତେଣୁ ମୁଁ ସୁନ୍ଦରୀ ସାଜିଲି ଏବଂ ଡଙ୍ଗାରେ ଥିବା ଲୋକଙ୍କ ମୃତ୍ୟୁ ଜଳରେ ଲେଖା ଥିଲା। ଏହା ଶୁଣି ରାଜା ପଚାରିଲେ, ତେବେ ତୁମେ ଏଠାରେ କଣ କରୁଛ? କାଳ କହିଲେ, ରାଜନ, ତୁମର ମୃତ୍ୟୁ ମଧ୍ୟ ନିଶ୍ଚିତ ଆଜିଠାରୁ ଠିକ୍ 6 ମାସ ପରେ ତୁମ ନିଜ ରାଜ୍ୟରେ ଫାଶୀ ପାଇଁ ତୁମର ମୃତ୍ୟୁ ହେବ। ଏତିକି କହି କାଳ ଠାରୁ ଅନ୍ତର୍ଧାନ ହୋଇଗଲେ। ରାଜା ଭଗୀରଥ ନିଜ ପ୍ରାଣ ବଞ୍ଚାଇବା ପାଇଁ ସାରା ରାଜ୍ୟରୁ ସମସ୍ତ ପ୍ରକାରର ଫାଶୀ କାଠ, ଛୁରୀ, ଭାଲ ଏବଂ ଧାରୁଆ ଜିନିଷ ହଟାଇ ଦେଲେ। ଯେଉଁଦିନ ମୃତ୍ୟୁ ତାରିଖ ଥିଲା, ରାଜା ଭୟରେ ବେଶ ବଦଳାଇ ଭିକାରୀ ସାଜି ରାଜ୍ୟରୁ ଦୂରକୁ ପଳାଇଲେ ଏବଂ ଏକ ଦରଜୀ ଘରେ ଯାଇ ଲୁଚି ଶୋଇପଡ଼ିଲେ। କିନ୍ତୁ ସେହି ରାତିରେ ସେହି ଦରଜୀ ଘରେ ଚୋରି ହେଲା। ସକାଳେ ଦରଜୀ ଜଣକ ସେହି ଭିକାରୀ ରୂପୀ ରାଜାଙ୍କୁ ଚୋର ଭାବି ରାଜଦରବାରକୁ ନେଇଗଲା। ସେତେବେଳେ ରାଜାଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ସିଂହାସନରେ ବସିଥିଲା। ପୁତ୍ର ନିଜ ପିତାଙ୍କୁ ଚିହ୍ନି ନ ପାରି ଆଦେଶ ଦେଲା, ଏହି ଚୋରକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଯେତେବେଳେ ରାଜା ନିଜର ପରିଚୟ ଦେଲେ, ସମସ୍ତେ ସ୍ତବ୍ଧ ହୋଇଗଲେ। ମନ୍ତ୍ରୀମାନେ ଭାଗ୍ୟକୁ ବଦଳାଇବା ପାଇଁ ଏକ ଉପାୟ ପାଞ୍ଚିଲେ। ସେମାନେ ମଜବୁତ ରଶି ବଦଳରେ 50 ଫାଶୀର ଦଉଡ଼ି ପ୍ରସ୍ତୁତ କଲେ, ଯେମିତିକି ରାଜାଙ୍କ ଓଜନରେ କାଟି ଛିଣ୍ଡିଯିବ ଏବଂ ତାଙ୍କ ଜୀବନ ବଞ୍ଚିଯିବ। ନିର୍ଦ୍ଧାରିତ ସମୟରେ ରାଜାଙ୍କୁ ସେହି 50 ରଶି ଦିଆଗଲା। ରାଜା ତଳେ ପଡ଼ିବା ମାତ୍ରେ ସୂତାଟି ଛିଣ୍ଡିଗଲା ସତ, କିନ୍ତୁ ସେହି ପତଳା ସୂତାର ତେଜ ଘର୍ଷଣ ଯୋଗୁଁ ରାଜାଙ୍କ ବେକର ମୁଖ୍ୟ ରକ୍ତନଳୀ କଟି ଯାଇଥିଲା। ପ୍ରଚୁର ରକ୍ତସ୍ରାବ ହେତୁ ସେହି କ୍ଷଣି ରାଜା ଭଗୀରଥଙ୍କ ପ୍ରାଣବାୟୁ ଉଡ଼ିଗଲା। ଦେଖିଲେ ତ ଦର୍ଶକ ବନ୍ଧୁ, 50 ଏକ ଦୁର୍ବଳ ସୂତା ମଧ୍ୟ ରାଜାଙ୍କ ମୃତ୍ୟୁର କାରଣ ସାଜିଲା। ଏହା ହେଉଛି ବିଧିର ବିଧାନ। ଭାଗ୍ୟର ଲେଖାକୁ ସ୍ୱୟଂ ଭଗବାନ ମଧ୍ୟ ଟାଳି ପାରନ୍ତି ନାହିଁ। ଯେପରି ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ବନବାସ ପୂର୍ବରୁ ହିଁ ନିଶ୍ଚିତ ଥିଲା। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆମେ କର୍ମ କରିବା ଛାଡ଼ିଦେବା। ଗରୁଡ଼ ପୁରାଣ ଅନୁସାରେ ଆମର ପୂର୍ବଜନ୍ମର କର୍ମ ହିଁ ଏହି ଜନ୍ମରେ ଆମର ଭାଗ୍ୟ ସାଜିଥାଏ ଏବଂ ଏହି ଜନ୍ମର ଭଲ କର୍ମ ଆମକୁ ଭାଗ୍ୟର ଦୁଃଖ ସହିବା ପାଇଁ ଶକ୍ତି ଦେଇଥାଏ ଓ ଆଗାମୀ ଜନ୍ମର ଭାଗ୍ୟକୁ ସୁଧାରିଥାଏ। ମନୁଷ୍ୟ ଭାଗ୍ୟର କଠପୁତଳି ନୁହେଁ, ବରଂ ନିଜ କର୍ମ ଦ୍ୱାରା ନିଜ ଭାଗ୍ୟର ନିର୍ମାତା ଅଟେ। ଆଶା କରୁଛି ଗରୁଡ଼ ପୁରାଣର ଏହି ଆଧ୍ୟାତ୍ମିକ କଥାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କ ମତରେ ଭାଗ୍ୟ ବଡ଼ ନା କର୍ମ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟିକୁ ଆପଣଙ୍କ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଏବଂ ଏମିତି ରହସ୍ୟମୟ ଧାର୍ମିକ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।